ପିଲାମାନେ ଆଜି ଆମେ ବନ୍ଦେ ଉତ୍କଳ ଜନନୀ କବିତାର ପଞ୍ଚମ ପଦକୁ ଆଲୋଚନା କରିବା ଏବଂ ଏହାର ଭାବାର୍ଥକୁ ବୁଝିବା। ପଞ୍ଚମ ପଦରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବର୍ଣ୍ଣନା କରିଛନ୍ତି। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁ କଳାବଳି ଶୋଭିତ ବେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା, ଜନନୀ ଜନନୀ ଜନନୀ। ବାସ୍ତବିକ ପିଲାମାନେ କବିଙ୍କର ବର୍ଣ୍ଣନା ଚମତ୍କାର ରହିଛି। ତ କିସ ଏବେ এই ପଞ୍ଚମ ପଦକୁ ବୁଝିବା ପୂର୍ବରୁ ତାର କଠିନ ଶବ୍ଦ ଓ ଅର୍ଥ ଜାଣି ରଖିବା ଏବଂ ଏହାପରେ ଏହାର ଭାବାର୍ଥକୁ ନିଶ୍ଚିତ ଭାବରେ ବୁଝିବା। କଠିନ ଶବ୍ଦ ଏଠି ଯୋଉ କୁହାଯାଇଛି ଯେ ସୁନ୍ଦର, ଆମେ ଜାଣୁ ସୁନ୍ଦର ଶବ୍ଦର ଅର୍ଥ ହେଉଛି ଆକର୍ଷଣୀୟ। ସୁନ୍ଦର ଶବ୍ଦର ଅର୍ଥ ହେଲା ଆକର୍ଷଣୀୟ। ତାପରେ କୁହାଗଲା ଏଠି ମନ୍ଦିର, ମନ୍ଦିର ମାନେ ହେଲା ଦେବାଳୟ। ମଣ୍ଡିତ କୁହାଯାଉଛି ଏଠି, ମଣ୍ଡିତ ଶବ୍ଦର ଅର୍ଥ ହେଉଛି ଏଠି ସଜ୍ଜିତ। ଦେଶା ଶବ୍ଦ ଯୋଉ ବ୍ୟବହାର କରାଯାଇଛି, ଦେଶା ଶବ୍ଦ ଏଠି ଉତ୍କଳ ପ୍ରଦେଶ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ଚାରୁ ଶବ୍ଦର ଅର୍ଥ ପ୍ରଥମରୁ ଆମେ ଜାଣି ସାରିଛି। ଚାରୁ ଶବ୍ଦର ଅର୍ଥ ହେଉଛି ସୁନ୍ଦର। ଚାରୁ କଳାବଳି, କଳାବଳି ଏଠି ଯୋଉ କୁହାଗଲା ଚାରୁ କଳାବଳି, ସୁନ୍ଦର କଳା ଓ ସ୍ଥାପତ୍ୟକୁ ଏଠି ଦର୍ଶାଯାଇଛି। ଶୋଭିତ ଶବ୍ଦ ଯୋଉ ବ୍ୟବହାର କରାଯାଇଛି, ଶୋଭିତ ମାନେ ଶୋଭାଯୁକ୍ତ। ଯୋଉ କୁହାଗଲା ଏଠି ଶୋଭିତ ବେଶା, ତ ସୁନ୍ଦର ବେଶରେ ଶୋଭା ପାଉଥିବା କଥାକୁ ଏଠି ବର୍ଣ୍ଣନା କରାଯାଇଛି। ପୁଣ୍ୟ, ପୁଣ୍ୟ ଶବ୍ଦର ଅର୍ଥ ହେଉଛି ପବିତ୍ର। ତୀର୍ଥଚୟ, ତୀର୍ଥଚୟ ପିଲାମାନେ ଏଠି କୁହାଗଲା ତୀର୍ଥଚୟ ମାନେ ହେଲା ତୀର୍ଥ ସ୍ଥାନ ଗୁଡିକ ବା ତୀର୍ଥ ସ୍ଥାନ ସମୂହ ବୋଲିକି ଆମେ ଜାଣିଥାଉ। ଏଇଟା ବହୁବଚନ ଅର୍ଥରେ ଏଠି ବ୍ୟବହାର କରାଯାଇଛି। ତୀର୍ଥଚୟ ମାନେ ତୀର୍ଥ ସ୍ଥାନ ଗୁଡିକ। ପୂର୍ଣ୍ଣ ଶବ୍ଦର ଅର୍ଥ ଏଠି ପରିପୂର୍ଣ୍ଣ ବା ଭରି ହୋଇଥିବା କଥା କୁହାଯାଇଛି। ପୂର୍ଣ୍ଣ ଶବ୍ଦର ଅର୍ଥ ଭରି ହୋଇଥିବା କଥା କୁହାଯାଇଛି। ପୁଣି ପ୍ରଦେଶା ଶବ୍ଦ ବ୍ୟବହାର କରାଯାଇଛି, ଯୋଉଟା ଯାହାର ଅର୍ଥ ହେଉଛି ଉତ୍କଳ ପ୍ରଦେଶକୁ ବୁଝାଉଛି। ପ୍ରଦେଶା ମାନେ ଉତ୍କଳ ପ୍ରଦେଶ। ଜନନୀ 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 ବୋଲି କୁହାଯାଇଛି, ଏଠି ମା ବୋଲି ସମ୍ବୋଧନ କରାଯାଇଛି। ତ ପିଲାମାନେ ବର୍ତ୍ତମାନ ଆମେ ବୁଝିବା, ଏହାର ଭାବାର୍ଥକୁ ଜାଣିବା ଯେ ଏଠି କୁହାଗଲା ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ସୁନ୍ଦର ମନ୍ଦିର ମଣ୍ଡିତ ଦେଶା। ତ ଏଠି କୁହାଗଲା ଯେ ଆମ ଓଡିଶା ଭୂଇଁରେ, ଆମ ଉତ୍କଳ ଭୂଇଁରେ ଅନେକ ଗୁଡିଏ ମନ୍ଦିର ଅଛି। ନିଶ୍ଚିତ ଭାବରେ ଏଠି ପଟ୍ଟଚିତ୍ର ମାଧ୍ୟମରେ ଜାଣିପାରୁଥିବେ ପିଲାମାନେ। ତ ଆହୁରି ଆମେ ଗାଁ ସ୍ତରରୁ ସହର ସ୍ତରରେ ମଧ୍ୟ ଆମେ ଦେଖିବାକୁ ପାଇଥିବା ଅନେକ ସ୍ଥାନରେ ଅନେକ ମନ୍ଦିର। ଏଠି କୁହାଗଲା ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଏହି ମନ୍ଦିର ଗୁଡାକ ଅତ୍ୟନ୍ତ ସୁନ୍ଦର ଲାଗେ, ଶୋଭାଯୁକ୍ତ ଲାଗେ ଏବଂ ଉତ୍କଳ ପ୍ରଦେଶର ଶୋଭାକୁ ମଣ୍ଡିତ କରି ପକାଏ, ସଜ୍ଜିତ କରି ପକାଏ ବୋଲି ଏଠି କୁହାଯାଇଛି। ତ ତେଣୁ କୁହାଗଲା ଯେ ସୁନ୍ଦର ମନ୍ଦିର ମାନ ଉତ୍କଳ ପ୍ରଦେଶରେ ବିମଣ୍ଡିତ ହୋଇକି ରହିଛନ୍ତି ବୋଲି କୁହାଯାଇଛି। ପୁଣି କୁହାଗଲା ଚାରୁ କଳାବଳି ଶୋଭିତ ବେଶା, ଚାରୁ କଳାବଳି ଶୋଭିତ ବେଶା। ତ ଏଠି ଯୋଉ କୁହାଗଲା ଯେ ସେଇ ମନ୍ଦିର ଗୁଡାକ, ଯୋଉ ମନ୍ଦିର ଗୁଡାକ ଏଠି ଉତ୍କଳ ପ୍ରଦେଶର ଶୋଭାକୁ ବହୁଗୁଣିତ କରି ପକାଉଛି, ସେଇ ମନ୍ଦିର ଗୁଡିକର କଣ ରହିଛି ନା ଯେଉଁ କଳାବଳି ରହିଛି, ଯେଉଁ କଳାବଳି ଅର୍ଥାତ୍ କଳା ସ୍ଥାପତ୍ୟ ତାର ଯେଉଁ ଭରପୁର ରହିଛି, ତାହା ଆମର ଓଡିଶାର ପ୍ରଦେଶର ବେଶକୁ ବହୁଗୁଣିତ କରି ପକାଏ ବୋଲି ଏଠି କୁହାଯାଉଛି। ତାର ସୁନ୍ଦର ବେଶ ଶୋଭାଯୁକ୍ତ ହୋଇଥାଏ ବୋଲି ଏଠି କୁହାଗଲା। ତ ପୁନଶ୍ଚ ସେଇ ମନ୍ଦିରରେ ଥିବା କଳାକୃତି ସାରା ଭୁବନରେ ମାନେ ବିଦିତ ଥିବା କଥା ଏଠି କୁହାଯାଇଛି। ତାପରେ କୁହାଗଲା ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା। ଏଠି କୁହାଗଲା ଯେ ସେଇ ତୀର୍ଥ ଭୂମି ଗୁଡିକ, ସେଇ ତୀର୍ଥ ଚୟ ଗୁଡିକ ଯୋଉ ରହିଛି, ଅର୍ଥାତ୍ ସେ ଯୋଉ ତୀର୍ଥ ସ୍ଥଳ ଗୁଡିକ ରହିଛି, ତୀର୍ଥ ସ୍ଥାନ ଗୁଡିକ ରହିଛି, ତାହା ଦ୍ଵାରା ଆମର ଓଡିଶା ପ୍ରଦେଶ ବା ଉତ୍କଳ ପ୍ରଦେଶ ପୁଣ୍ୟରେ ଭରପୁର ହେଇଯାଇଥିବା କଥା ଏଠି କୁହାଯାଇଛି। ପୁଣ୍ୟରେ ଭରପୁର ହୋଇଥିବା କଥାକୁ ଏଠି କବି ଦର୍ଶାଇଛନ୍ତି ବୋଲିକିରି ଏଠି କୁହାଯାଉଛି। ତ ତେଣୁ ଜନନୀ
ଜନନୀ ଜନନୀ ବୋଲି କୁହାଗଲା। ଏହି ଉତ୍କଳ ଭୂମିକୁ ମା ମା ବୋଲି ସମ୍ବୋଧନ କରିଥିବା କଥା ଏଠି କୁହାଗଲା। ତ ଯଦି କହିବାକୁ ଯିବା ପିଲାମାନେ, ନିଶ୍ଚିତ ଭାବରେ ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ଚାରୁ କଳାବଳି ଶୋଭିତ ବେଶା, ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା, ଜନନୀ ଜନନୀ ଜନନୀ। ଅର୍ଥାତ୍ ଏଠି କୁହାଗଲା ଯେ ଏହି ଉତ୍କଳ ପ୍ରଦେଶରେ ଅନେକ ମନ୍ଦିର ଅଛି, ଯେଉଁ ମନ୍ଦିର ଗୁଡାକ ସାରା ବିଶ୍ୱରେ ଓଡ଼ିଶାର ନାଁକୁ ତଥା କୀର୍ତ୍ତିରାଜିକୁ ମଣ୍ଡିତ କରିଥିବା କଥା ଏଠି କୁହାଯାଇଛି। ଏବଂ ସେଇ ମନ୍ଦିର ଗୁଡାକ ର କଳାକୃତି ଗୁଡିକ ସାରା ଭୁବନରେ ବେଦିତ ଥିବା କଥା ମଧ୍ୟ ଏଠି ଦର୍ଶାଯାଇଛି। ତ ଅ, ତାପରେ କଣ କୁହାଗଲା ନା ସେଇ ମନ୍ଦିର ଗୁଡିକ ବା ସେଇ ତୀର୍ଥସ୍ଥାନ ଗୁଡିକ ଭରି ରହିଥିବା ଯୋଗୁଁ ଓଡ଼ିଶା ପ୍ରଦେଶରେ ଉତ୍କଳ ପ୍ରଦେଶରେ ଏହି ଉତ୍କଳ ପ୍ରଦେଶ କଣ ହେଇଯାଇଛି ନା ସେ ପବିତ୍ର ହେଇଯାଇଛି। ତେଣୁ ଏଠି ତାକୁ କୁହାଗଲା ଯେ ଜନନୀ ଜନନୀ ଜନନୀ, ଅର୍ଥାତ୍ ମା ମା ବୋଲି ଏଠି ସମ୍ବୋଧନ କରାଯାଇଛି। ଓଡ଼ିଶା ପ୍ରଦେଶକୁ ଏଠି ମାର ଆଖ୍ୟା ଦିଆଯାଇଛି। ତାକୁ ଏଇ ଭାବରେ ବର୍ଣ୍ଣନା କରାଯାଇଛି। ପିଲାମାନେ ଏଇ ପଦଟିରେ ଏତିକି ତାର ଭାବାର୍ଥ ରହିଛି। ନିଶ୍ଚିତ ଭାବରେ ତୁମମାନଙ୍କୁ ହୃଦୟଙ୍ଗମ ହୋଇଥିବ ବୋଲି ଆଶା କରିବି।